ବାହାରିନ୍ର ରାଜଧାନୀ ମାନାମାଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ବାହାରିନ୍ ଓଡ଼ିଆ ସମାଜ ଘୋଷଯାତ୍ରା ପର୍ବର ଶେଷ ଦିବସ ବାହୁଡ଼ା ଯାତ୍ରା ବହୁ ଆଡମ୍ବରରେ ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଘଣ୍ଟ ଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟାଣିଥିଲେ। ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବିଜେ ହେଲା ପରେ ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଯାଇଥିଲେ। ଚତୁର୍ଦ୍ଧା ମୁରଦୀ ରଥରେ ପରିକ୍ରମା କଲାପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ଶେଷରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ବାହାରିନ୍ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଜଗନ୍ନାଥ ସଂସ୍କୃତି ଏବଂ ଐତିହ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି, ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦିକା ଅଙ୍କିତା ନାୟକ, କୋଷାଧ୍ୟକ୍ଷ ପ୍ରିୟଦତ୍ତ ରାୟ, କ୍ରୀଡ଼ା ସମ୍ପାଦକ ଅମରେଶ ପଣ୍ଡା ଏବଂ ଜନସମ୍ପର୍କ ସମ୍ପାଦକ ଅମରନାଥ ସୁବୁଦ୍ଧି ସମସ୍ତ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭକ୍ତମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ। ବିଦେଶରେ ରଥଯାତ୍ରା ପାଳନ କରିବା ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ। ରଥଯାତ୍ରାଠୁ ଆରମ୍ଭ କରି ବାହୁଡ଼ା ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟମାନେ ଅଶେଷ ସହଯୋଗ କରିଥିଲେ। ଶତାଧିକ ଅଣଓଡ଼ିଆ ମଧ୍ୟ ବାହୁଡ଼ା ଯାତ୍ରାରେ ଯୋଗଦେଇ ଆନନ୍ଦିତ ହୋଇ ନିଜକୁ ସୌଭାଗ୍ୟ ମନେ କରିଥିଲେ। ବାହାରିନ୍ରେ ରଥଯାତ୍ରା ଉତ୍ସବ 9 ଦିନ ଧରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ବହୁ ଧୁମଧାମରେ ପାଳନ କରାଯାଏ। ସମସ୍ତେ ବର୍ଷର ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ସର୍ବଶେଷରେ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିରର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି, ଶ୍ରୀଯୁକ୍ତ ଦିନେଶ ମହାନ୍ତି, ଶ୍ରୀଯୁକ୍ତ ଭକ୍ତ ହରି ଅଗସ୍ତି ବାହାରିନ୍ରେ ରଥଯାତ୍ରା ପାଳନ କରିବା ପ୍ରଭୁ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।